ପିଲାମାନେ ଆଜି ଆମେ ସୁନ୍ଦର ଗପଟିଏ ଶୁଣିବା। ପିଲାମାନେ ସବୁ କଇଁଛ ଠେକୁଆ ଗପ ଶୁଣିଛ? ଆଜି ଆମେ କଇଁଛ ଆଉ ଠେକୁଆ ଗପ ଶୁଣିବା। ସମସ୍ତେ ମନ ଦେଇକି ଶୁଣିବ। ଗପଟି ଶେଷ ହେଲା ପରେ ମୁଁ ପଚାରିବି, ତୁମେ ପ୍ରଶ୍ନର ଉତ୍ତର ଦେବ। ମନ ଦେଇକି ଶୁଣିବ ସମସ୍ତେ। ଆରମ୍ଭ କରିବା। ତୁମକୁ ଗପ ଶୁଣିବାକୁ ଭଲ ଲାଗେ ନା? ସମସ୍ତଙ୍କୁ ଭଲ ଲାଗେ ଗପ ଶୁଣିବା ପାଇଁ? ଆରମ୍ଭ କରିବା। କଇଁଛଟିଏ ଓ ଠେକୁଆଟିଏ ଥିଲେ। ସାଙ୍ଗ ହୋଇ ଖେଳୁଥିଲେ। କଇଁଛ ଆଉ ଠେକୁଆ ଦୁଇଜଣ ସାଙ୍ଗ ଥିଲେ। ଦିନେ ଠେକୁଆ କହିଲା, ସଙ୍ଗାତ ଆଜି ଆମେ ଦୌଡ଼ା ଦୌଡ଼ି ଖେଳ ଖେଳିବା। ଠେକୁଆ କଇଁଛକୁ କହିଲା, ଆଜି ଆମେ ସଙ୍ଗାତ ଦୌଡ଼ା ଦୌଡ଼ି ଖେଳ ଖେଳିବା। ଆଗରେ ତାଳ ଗଛ ଦେଖାଯାଉଛି। ଆଗରେ ଗୋଟେ ତାଳ ଗଛ ଥିଲା, ସେଟା ଦେଖାଯାଉଛି କହିଲା ଠେକୁଆ। ତାକୁ ଯିଏ ଆଗ ଛୁଇଁବ ସେ ଜିତିବ। ଠେକୁଆ କହିଲା କଇଁଛକୁ, ସେ ତାଳ ଗଛକୁ ଯିଏ ଆଗ ଛୁଇଁବ ସେ ଜିତିବ। କଇଁଛ ଧୀରେ ଧୀରେ ଚାଲୁଥିବାରୁ ଠେକୁଆ ମନେ ମନେ ହସୁଥାଏ। କଇଁଛଟା ଧୀରେ ଧୀରେ ଚାଲେ ନା, ସମସ୍ତେ ଦେଖିଛ କଇଁଛ ଧୀରେ ଧୀରେ ଚାଲେ ନା ଜୋର ଚାଲେ? କଇଁଛ ଧୀରେ ଧୀରେ ଚାଲେ, ଆଉ ଠେକୁଆ ଜୋର କି ଦୌଡେ ନା। କଇଁଛ ଧୀରେ ଧୀରେ ଚାଲୁଥିବାରୁ ଠେକୁଆ ମନେ ମନେ ହସୁଥାଏ। ଧୀରେ ଧୀରେ ଚାଲି ଚାଲି ଆସୁଛି, ମନେ ମନେ ହସୁଥାଏ। ଦୌଡ଼ ଆରମ୍ଭ ହେଲା। ଠେକୁଆ ଖୁବ୍ ଜୋରେ କିଛି ଦୂର ଦୌଡ଼ି ଗଲା। ଠେକୁଆଟା ଦୌଡ଼ିକି ପଳେଇଲା କିଛି ଦୂରକୁ ଆଗକୁ। ଟିକିଏ ପଛକୁ ଚାହିଁ ଦେଖିଲା, କଇଁଛ ବହୁତ ପଛରେ ଅଛି। ଠେକୁଆ କିଛି ଦୂରକୁ ଦୌଡ଼ିକି ଯାଇକି ଦେଖିଲା କି କଇଁଛ ବହୁତ ପଛରେ ଅଛି। ଠେକୁଆ ମନେ ମନେ ଭାବିଲା, କଇଁଛ ତ ଧୀରେ ଚାଲୁଛି। ଠେକୁଆ ତାର ମନେ ମନେ ଭାବିଲା, ଏତେ ଧୀରେ ଚାଲୁଛି କହିଲା ହେଲା। ବହୁତ ଆଗକୁ ପଳେଇ ଆସିଛି, ସେ ଧୀରେ ଧୀରେ ଚାଲି ଚାଲି ଆସୁଛି ଭାବିଲା। ଏତେ ପଛରେ ଅଛି, ମୁଁ ଟିକିଏ ଗଛ ଛାଇରେ ବସି ପଡେ। ଠେକୁଆ କହିଲା, ସେ ତ ବହୁତ ପଛରେ ଅଛି, ମୁଁ ଟିକିଏ ଗଛ ମୂଳରେ ଛାଇରେ ବସି ପଡେ କହିଲା ହେଲା। ତାପରେ ଏକା ଦୌଡ଼ରେ ତାଳ ଗଛ ପାଖରେ ପହଞ୍ଚି ଯିବି। ସେ କହିଲା, ଗୋଟେ ଦୌଡ଼ରେ ତାଳ ଗଛ ପାଖରେ ପହଞ୍ଚି ଯିବି। ସେ ତ ଧୀରେ ଧୀରେ ଆସିଛି, ମୁଁ ଟିକେ ଖାଲି ବସିଦିଏ ଛାଇରେ ଗଛ ମୂଳରେ। ଛୋଟ ଦୌଡ଼ରେ ସେ ଗଛ ପାଖକୁ ପହଞ୍ଚି ଯିବ, ତାଳ ଗଛ ପାଖକୁ କହିଲା। ଏଇ କଥା ଭାବି ଠେକୁଆ ଗଛ ଛାଇ ତଳେ ବସି ପଡ଼ିଲା। ସେଇ କଥାଟା ଭାବିଲା, ଚିନ୍ତା କଲା, ସେ ବସି ପଡ଼ିଲା ସେଇ ଗଛ ଛାଇରେ। ଥଣ୍ଡା ପବନ ବହୁଥାଏ, ଗରମ ଦିନ ହେଇଥାଏ ନା, ତ ଥଣ୍ଡା ପବନ ବହୁଥାଏ। ଠେକୁଆକୁ ନିଦ ଲାଗିଗଲା। ଗଛ ଛାଇରେ ବସିଲା ମାନେ ଟିକେ ନିଦ ଲାଗିଲା ତାକୁ। ସେ ବସୁ ବସୁ ଶୋଇ ପଡ଼ିଲା। ଗଛ ମୂଳରେ। କଇଁଛ ଧୀରେ ଧୀରେ ଚାଲିଥାଏ। ସେତେବେଳେ ଠେକୁଆର ନିଦ ଭାଙ୍ଗିଲା। ହଠାତ୍ କି ଠେକୁଆ ନିଦରୁ ଭାଙ୍ଗିଗଲା। ସେ ପଛକୁ ଚାହିଁ ଦେଖିଲା, କଇଁଛ ନାହିଁ। ଧୀରେ ଧୀରେ ଚାଲି ଚାଲି ଆସୁଛି। ଠେକୁଆ ଦେଖିଲା ଯେ ପଛରେ କଇଁଛ ନାହିଁ। ସେ ଧଡ଼ପଡ଼ ହୋଇ ଆଗକୁ ଦୌଡ଼ିଲା। ମାନେ ସେ ଶୋଇଥିଲା ବେଳେ କଇଁଛଟା ଧୀରେ ଧୀରେ ଚାଲି ଚାଲି ଠେକୁଆ ଠାରୁ ଆଗେଇ ଗଲାଣି। ଧଡ଼ପଡ଼ ହୋଇ ଆଗକୁ ଦୌଡ଼ିଲା। ତାପରେ ହଠାତ୍ ଉଠିକିରି ଠେକୁଆ ଦେଖିଲା ପଛରେ କଇଁଛ ନାହିଁ। ହଠାତ୍ ଧଡ଼ପଡ଼ ହେଇକି ଉଠିକି ଆଗକୁ ଦୌଡ଼ିଲା ଠେକୁଆ। ଦୌଡ଼ିଲା ହେଲା, ପାରିଲା ନାହିଁ। ହେଲେ ପାରିଲା ନାହିଁ, କଇଁଛ ବହୁତ ଆଗେଇ ଯାଇଥିଲା। ଯେତେ ଦୌଡ଼ିଲା ହେଲେ ବି ସେ ପାରିଲା ନାହିଁ। ସେତେବେଳକୁ କଇଁଛ ତାଳ ଗଛ ପାଖରେ ପହଞ୍ଚି ସାରିଥିଲା। ଯେତେବେଳେ ଦୌଡ଼ିଲା ସିଏ, କଇଁଛ ସେତେବେଳକୁ ତାଳ ଗଛ ପାଖକୁ ପହଞ୍ଚି ଯାଇଥିଲା। ଠେକୁଆ ହାରିଲା, କଇଁଛ ଜିତିଲା। ଜାଣିଲ ପିଲାମାନେ? ଯେତେ ଜୋର ସେ ଦୌଡ଼ିଲେ ବି ସେ କେମିତି ଶୋଇ ପଡ଼ିଲା ଆଉ ପଛେଇ ଗଲା। କଇଁଛ ଧୀରେ ଧୀରେ ଚାଲିଲା ହେଲେ ବି ସେ ଆଗେଇକି ପହଞ୍ଚିଗଲା ନା, ଜିତିଗଲା। ଏବେ ମୁଁ ପଚାରିବି, କିଏ କିଏ ସାଙ୍ଗ ହୋଇ ଖେଳୁଥିଲେ? କଇଁଛ। କିଏ ଗଛ ମୂଳରେ ବସି ପଡ଼ିଲା?
किपरि चले जोर से दौड़े ना कोइंच किपरि चले कोइंचटी धीरे धीरे चले ठेकुआ आगे दौड़ी जाई कौन कला ठेकुआ आगे आगकू दौड़ी जाई कि कौन कला से जाई कि कोइंच को देखिला पछरे से अछि ठीक है पछ मुड़ा बसी पड़े पहिला ना ठेकुआ निदर उठी कौन देखिला पछ को देखिला कोइंच नाही पछरे ये जितिला कोइंच जितिला ठेकुआ कोइंच कौन करबे बोली ठीक करले कौन करबा बोली कहिले दुई जण संग दौड़ा दौड़ी खेल करबा बोली कहिले ना आज हमें दौड़ा दौड़ी खेल करबा बोली कहिले ना ये सुनजी ए केते दी ये समय कोठा भल लागला बाप